ସାକୁସିଙ୍ଗା ଗ୍ରାମରେ ମକର ମେଳା ଅନୁଷ୍ଠିତ। ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଧଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାକୁସିଙ୍ଗା ଗ୍ରାମସ୍ଥିତ ବାବା କାଶୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ଭକ୍ତ ପ୍ରଭୁଜୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ବିଶ୍ୱଶାନ୍ତି ମକର ଯାତ୍ରା ଓ ମହାଯଜ୍ଞ 16ତମ ଜନ୍ମ ଜୟନ୍ତୀ ପାଳନ କରାଯିବା ଅବସରରେ 108ରୁ ଅଧିକ ସଂକଳ୍ପଧାରୀ ମହିଳା ଓ ପୁରୁଷମାନେ ମହାନଦୀରୁ ଜଳପୂର୍ଣ୍ଣ କଳସ ମୁଣ୍ଡରେ ଓ ହାତରେ ଧରି ଏକ ସୁଶୋଭିତ ପଟୁଆରରେ ବାଲିଘାଟ ନିକଟରୁ 1008 ରାମନାମ ଜପ ଓ 108 ଶିବ ପଞ୍ଚାକ୍ଷର ମନ୍ତ୍ର ଜପପୂର୍ବକ ବ୍ରାହ୍ମଣଙ୍କ ଦ୍ୱାରା କଳସ ପୂଜା ସାରିବା ପରେ ପରେ ସୁଶୋଭିତ ପଦଯାତ୍ରାରେ ଢୋଲ, ମହୁରୀ, ମୃଦଙ୍ଗ ଓ ନାମ ସଂକୀର୍ତ୍ତନ ମଧ୍ୟରେ ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ କଳସ ଆଣି ସ୍ଥାପନ କରିଥିଲେ। ଏହାପରେ ପ୍ରତିଷ୍ଠାତା ଭକ୍ତ ପ୍ରଭୁଜୀଙ୍କ ଦ୍ୱାରା ଅଶ୍ୱସ୍ଥ ଏକ ଦ୍ରୁମ ଗଛ ଲଗାଯାଇଥିଲା। ପରେ ପରେ ହନୁମାନ ଚାଳିଶା, ସୁନ୍ଦରାକାଣ୍ଡ ପାଠ କରାଯାଇଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରୁ ମହେନ୍ଦ୍ରଗିରି ପର୍ବତରୁ ନାଗାସାଧୁ, ପରମାନନ୍ଦ ବାବା, ମଣିଭଦ୍ରାରୁ ଅଶୋକ ବାବା, ଶିଶୁପଥର ସାଧୁ ଯୋଗୀ ବାବା ଯୋଗ ଦେଇଥିବାର ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବୌଦ୍ଧରୁ ବଦ୍ରିନାଥ ସାମଲଙ୍କ ସହିତ ହରଭଙ୍ଗାରୁ ଚିତ୍ତରଞ୍ଜନ ସିଂଙ୍କ ରିପୋର୍ଟ, ମୋ ଜିଲ୍ଲା ଖବର।